ଖଜୁରୀ ଗଛର ଗୁଣ ଗାଇବା ମୂଳରୁ ପାହାଚ ପାହାଚ ଦୁଇଟି ଯାକ ସରକାରରେ ମହିଳା ମାନଙ୍କର ନିର୍ଯାତନା ମହିଳା ମାନଙ୍କର ଅତ୍ୟାଚାର ବଢି ବଢି ଚାଲିଥିଲା। ଆଜି ମହିଳା ସଚେତନ ହେଇଛି। ମହିଳା ମାନେ ଯାଇକରି ଯଦି କୌଣସି ଘଟଣା ହେଉଛି ତାହେଲେ ତୁରନ୍ତ ତାକୁ ସେମାନେ ଲୋକଙ୍କ ଆଗରେ ପୋଲିସ ଆଗରେ ସେମାନେ ତାଙ୍କର ଗ୍ରିଭାନ୍ସ ରଖିପାରୁଛନ୍ତି। ସେଥିପାଇଁ ଲୋକଲୋଚନକୁ ଆସୁଛି। ଆଜି ସେ ପରିସ୍ଥିତି ନାହିଁ। ଆଜି ସମସ୍ତେ ସଚେତନ ହେଇଛନ୍ତି ଆଉ ତାର କେମିତି ସେମାନେ ନ୍ୟାୟ ପାଇବେ ସେଥିପାଇଁ ସେଇଟା ବି ତାଙ୍କୁ ତୁରନ୍ତ ବି ଗିରଫ କରାହଉଛି। ଆଗରୁ ସେଇଟା ହଉନଥିଲା। ଆଜିର ସାମ୍ବାଦିକ ସମ୍ମିଳନୀରେ ଆପଣମାନଙ୍କୁ ମୁଁ ସ୍ୱାଗତ ଜଣାଉଛି। ଆମର ଯିଏ ପରିଚୟ କଲେ ଆମ ଭୁବନେଶ୍ୱର ଜିଲ୍ଲାର ସଭାନେତ୍ରୀ ଭଉଣୀ ସୁବାସିନୀ ପୃଷ୍ଟି। ଆପଣମାନଙ୍କୁ ଏମର୍ଜେନ୍ସିରେ ମାନେ ରାତି ପ୍ରାୟ ଆମେ ସାମ୍ବାଦିକ ସମ୍ମିଳନୀ କରୁନୁ। ଆଜି ଆମେ ଡାକିଛୁ। ଆପଣମାନଙ୍କୁ ଏତେ କଷ୍ଟ ସ୍ୱୀକାର କରିକି ଆସିଛନ୍ତି। ତେଣୁ ପ୍ରଥମେ ତ ମୁଁ ଧନ୍ୟବାଦ ଦେଉଛି। ଆପଣମାନଙ୍କ ଆଗରେ ଏ ସାମ୍ବାଦିକ ସମ୍ମିଳନୀ ବିଷୟରେ ଅବଗତ କରିବା ପୂର୍ବରୁ କିଛି ଦିନ ଧରିକି ରାଜରାସ୍ତାରେ ଆପଣମାନଙ୍କ ସାମ୍ନାରେ କଂଗ୍ରେସ ବିଜୁ ଜନତା ଦଳର ବିଭିନ୍ନ ଇସ୍ୟୁ ନେଇକରି ବିଶେଷ କରି ମହିଳାମାନଙ୍କର ଦୁଷ୍କର୍ମକୁ ନେଇକରି ରାଜରାସ୍ତାକୁ ଓହ୍ଲାଉଛନ୍ତି। କିନ୍ତୁ ମୁଁ ଆଜି ଏଇଠି ଆପଣମାନଙ୍କ ଆଗରେ କହିବାକୁ ଚାହେଁ ଭାରତୀୟ ଜନତା ପାର୍ଟି ଓଡ଼ିଶାର ସରକାର ମହିଳାମାନଙ୍କ ପ୍ରତି ସମର୍ପିତ ସରକାର। ଏ ସରକାର ମହିଳାମାନଙ୍କର ପ୍ରତ୍ୟେକଟି କଥାରେ ସମ୍ବେଦନଶୀଳ, ପ୍ରତ୍ୟେକ ଇସ୍ୟୁରେ ସଚେତନ ଅଛି। ତେଣୁ ଆଜି ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜରାସ୍ତାରେ ଆସିକରି ଗୋଟେ ପରେ ଗୋଟେ ଇସ୍ୟୁକୁ ନେଇକି ସେମାନେ ଯେଉଁ ଉଠେଇଥିଲେ, କିନ୍ତୁ ଦୁଃଖର ସହିତ ମୋତେ ଏଇଠି କହିବାକୁ ପଡ଼ୁଛି ଆପଣମାନଙ୍କ ଆଗରେ ବିଗତ ଦିନରେ ଆପଣ ଦେଖିଥିବେ କଂଗ୍ରେସର ଛାତ୍ର ନେତା ଗିରଫ ହେଲେ। ସେ ବିରୁଦ୍ଧରେ ପଦୁଟିଏ ମଧ୍ୟ ତାଙ୍କ ରାଜ୍ୟ ସଭାପତି କିମ୍ବା କେନ୍ଦ୍ରରୁ ଆସିଥିବା ତାଙ୍କର ନେତା କିଛି ଦିନ ତଳେ ଆସି ଏହି ଭୁବନେଶ୍ୱରରେ ଗର୍ଜିକି ଯାଇଥିବା ନେତା ପଦୁଟିଏ ମଧ୍ୟ କହିଲେ ନାହିଁ। ଆଜି ଭାରତୀୟ ଜନତା ପାର୍ଟି ପଚାରୁଛି କାହିଁକି ସେମାନେ ଏବେ ନୀରବ ରହିଛନ୍ତି। ସେହିପରି ଭାବରେ 2 ଦିନ ତଳେ ନୀଳଗିରିରୁ ଆମ ଏ ଭୁବନେଶ୍ୱର କର୍ପୋରେଟର ଅମରେଶ ଜେନା ଯିଏ ଗିରଫ ହେଲେ, ତାଙ୍କ ବିଷୟରେ ମଧ୍ୟ କୌଣସି ସମ୍ବେଦନଶୀଳ ତାଙ୍କ ସଭାପତି ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ ପଦଟି ମଧ୍ୟ କହୁନାହାନ୍ତି। କିନ୍ତୁ ଆଜି ଆମେ ତାଙ୍କୁ ଜଣାଇ ଦେବାକୁ ଚାହୁଁଛୁ ବିଗତ ଦିନରେ ଆପଣମାନେ ଦେଖିଥିବେ ବିଜୁ ଜନତା ଦଳ ସରକାର 24 ବର୍ଷ ଭିତରେ ଅନେକ ଘଟଣା ଘଟିଛି। ଆପଣମାନଙ୍କ ପାଖରେ ସେ ଘଟଣା ଗୁଡ଼ିକ ଗୋଟେ ଗୋଟେ ସବୁ ଅଛି। ସେମିତି କଂଗ୍ରେସ 40 ବର୍ଷ ଭିତରେ ଆମେ ଛୋଟ ଥିଲାବେଳେ ଆମେ ଦେଖିଛୁ ଛବିରାଣୀ ଠାରୁ ଆରମ୍ଭ କରି ଆପଣଙ୍କର ଅନେକ ଅଞ୍ଜନା କେସ୍ ପର୍ଯ୍ୟନ୍ତ। ମୁଁ ତ ନିଜେ ସେ କେସ୍ ଗୁଡ଼ିକରେ ଆମେ ରାଜରାସ୍ତାରେ ଯାଇକି ଲଢ଼େଇ କରୁଥିଲୁ। ସେତେବେଳେ ଆମେ ଷ୍ଟୁଡେଣ୍ଟ ଥିଲୁ। କିନ୍ତୁ ତାର କ'ଣ ସମାଧାନ ହେଲା କି କ'ଣ କଲେ ସେ ବିଷୟରେ ସେମାନେ କିଛି କହିନାହାନ୍ତି। ବିଜୁ ଜନତା ଦଳ କେବେ ସଭାପତି ତାଙ୍କର ପଦଟିଏ ହେଲେ କଥା କହିନାହାନ୍ତି। ବେବିନା, ଇତିଶ୍ରୀ, ମାଧବୀଲତା, କୁନ୍ଦୁଲି ପୀଡ଼ିତା କେବେ କ'ଣ କହିଛନ୍ତି? କେବେ ସେ କିଛି କହିନାହାନ୍ତି। କିନ୍ତୁ ଆମର ମୁଖ୍ୟମନ୍ତ୍ରୀ ଓଡ଼ିଶା ବାହାରେ ଥିଲେ ମଧ୍ୟ ସେ ଓଡ଼ିଶା ଆସିବା କ୍ଷଣି ଏମ୍ସ ଯାଇ ପୀଡ଼ିତାମାନଙ୍କୁ ଦେଖିଛନ୍ତି, ତାଙ୍କର ଟ୍ରିଟମେଣ୍ଟ ବିଷୟରେ ବୁଝିଛନ୍ତି। ଏବେ ଯେଉଁ ଘଟଣାଟି ଘଟିଛି ସମ୍ବେଦନଶୀଳ ହେଇକରି ତାଙ୍କୁ ଦିଲ୍ଲୀର ଚିକିତ୍ସା ପାଇଁ ମଧ୍ୟ ତାଙ୍କୁ ପଠାଇଛି ଆଉ ତାଙ୍କର ସେଠି ଉନ୍ନତ ମାନର ଚିକିତ୍ସା ମଧ୍ୟ ଚାଲିଛି। ଅନେକ କଥା ଆପଣଙ୍କ ଆଗରେ ଆମେ ଉଦାହରଣ ଦେଇକି କହିପାରିବୁ ଯେ ଆମେ କେମିତି ଭାରତୀୟ ଜନତା ପାର୍ଟି ମହିଳାଙ୍କର ଯେକୌଣସି ଜାଗାରେ କିଛି ଘଟଣା ହେଲେ ଆମେ ଆଗ ଯାଇକି ଛିଡ଼ା ହଉ ବା ଆମେ ତାଙ୍କର ବିଷୟରେ ଆମେ ସମ୍ବେଦନଶୀଳ ହେଇକରି ଉପସ୍ଥିତ ରହିଥାଉ। କିନ୍ତୁ ସେମାନେ କେବଳ ରାଜନୀତି କରିବା ପାଇଁ ରାଜନୀତି ପାଇଁ କେବଳ ସେମାନେ ରାସ୍ତାରେ ଆସିକରି ଆପଣଙ୍କର ଲୋକସଭା ଭବନ ହଉ
बा आपणकर ओडिशा बंद हो जहा किछि करिसंती सेथिरे केवल राजस्व हानि करने छड़ा आउ किछि आउ समाने करि नांदी। तेणु आज आम दुखर और परितापर सहित कहूँ जे कौ कथाटू आम कहवा खजुरी गछर गुण गाइबा मूलरू पाँच पाँच दुईटी जाक सरकार रे महिला मानकर निर्यातना महिला मानकर अत्याचार बढ़ी बढ़ी चलता। आज महिला सचेतन होती महिला माने जाइकरी जदि कौन घटना होउछि ताले तुरंत ताकू सेमाने लोकों आगे पुलिस आगे सेमाने तांकर ग्रीभांस रखी पारुचंती सेथिपई लोकलोचन को आसुची। आज से परिस्थिति नहीं आज समस्ते सचेतन होती आउ तार केमती सेमाने न्याय पाइबे सेथिपई सेटा भी तांकु तुरंत भी गिरफ करा होउछि आगरू सेटा हो नथला। तो आज सांबादिक सम्मेलन रे आपण मान आगे गोटी गोटी नेतांकर मु ना नौ ना आपण मान आगे सबू अच्छी बेबिना इतिश्री कुंडली पीड़िता ठू धरकी जिते बड़े आम ममिता मेहर कथा नहीं राजरास्ता आमे चली लड़े करूँ सेतबले तांकर मंत्री सेतबले थिले दिव्यशंकर देव दिव्यशंकर मिश्र तांको विरुद्ध रे तो कहीं किसी कलेनी किसी एक्शन नेलेनी आगुरी जीरो टॉलरेंस रे तांको विदा करा होतला अन्य मंत्री मानकू तांको विरुद्ध रे तो किसी एक्शन नेलेनी। सेमती आपणकर परी केस रे आमे नयागढ़ पर्यंत चली चली की जाइचु से न्याय पे दाबी करिचु लगातार आमे प्रत्येक दिन 7-8 किलोमीटर पदयात्रा करिचु किंतु अरुण साहू विरोध रे किछि भी सेमाने कलेनी। तेणु एमती अनेक घटना अछि आज खाली कुंभीर कांगणा कांदी सेमाने आज प्रोटेस्ट करूचंती किंतु तार किछि मूल्य नहीं। तेणु आज आपण मानक माध्यम रे आज भारतीय जनता पार्टी आपण मान आगे रखुची तांकू सद्बुद्धि दियंतु सेमाने ये जो मिछ ड्रामा जो करचंती ताकू सेमाने बंद करंतु। धन्यवाद। क्वेश्चंस जातीय कमिशन को महिला जातीय महिला कमिशन को भेटिचंती बीजेडी सांसद माने जाई संतोष पटवार का विरोध देखंतु सेमाने निजर नैतिकता तो सेमाने आगरू हरई सारिछंती वर्तमान जातीय कमिशन कौन आउ कौन कमिशन गले मध्य तांको कथा के सुनिबो सेमान तो जेतेबेले एठी गोटे घटना होता कहीं से जातीय महिला कमिशन जाऊन आज मुझे क्वेश्चन कर